ଆଜିର ସ୍ୱାସ୍ଥ୍ୟ ମନ୍ତ୍ର ଗଣ୍ଠି ଦୁର୍ବଳ ଲାଗୁଥିଲେ ଖଜୁରୀ ଖାଆନ୍ତୁ। ହାଡ଼ ଦୁର୍ବଳ ଲାଗୁଥିଲେ କ୍ଷୀର ଏବଂ ଖଜୁରୀ ଖାଆନ୍ତୁ। ଥଣ୍ଡା ଛିଙ୍କ ହେଉଥିଲେ ଅଦା ଲେମ୍ବୁ ଏବଂ ରସୁଣ ଖାଆନ୍ତୁ। କୋଷ୍ଠକାଠିନ୍ୟ ହେଉଥିଲେ କଦଳୀ ଖାଆନ୍ତୁ। ମୁହଁରେ ବ୍ରଣ ହେଉଥିଲେ ରସୁଣ ଖାଆନ୍ତୁ। ଶରୀରରେ ରକ୍ତହୀନତା ଥିଲେ ଡାଳିମ୍ବ ଖାଆନ୍ତୁ। ପେଟ ଖରାପ ଥିଲେ ଦହି ଖାଆନ୍ତୁ। ନିଦ ହେଉନଥିଲେ କିୱି ଖାଆନ୍ତୁ। ଲେମ୍ବୁ ଉପରେ ଅଳ୍ପ ଚିନି ପକାଇ ଖାଇଲେ ମୁଣ୍ଡ ବୁଲାଇବା ବନ୍ଦ ହୁଏ। ଗୋରା ହେବାକୁ ଚାହୁଁଥିଲେ ରାତିରେ କଞ୍ଚା କ୍ଷୀରର ମଲାଇ ଚେହେରା ଲଗାନ୍ତୁ ଏବଂ ସକାଳୁ ଚେହେରାକୁ ଧୋଇ ଦିଅନ୍ତୁ। ହାତ ଗୋଡ଼ ଯଦି ବଧିରା ହେଇଯାଉଛି ତାହେଲେ 1 ଚାମଚ ମହୁରେ ଅଧା ଚାମଚ ଲେମ୍ବୁ ରସକୁ 1 ଗ୍ଲାସ ପାଣିରେ ମିଶେଇ 30 ଦିନ ପର୍ଯ୍ୟନ୍ତ ପିଅନ୍ତୁ। କଦଳୀର ଚୋପାକୁ ମୁଣ୍ଡରେ ଘଷିଲେ ମୁଣ୍ଡ ଯନ୍ତ୍ରଣାରୁ ଲାଭ ମିଳିଥାଏ। ଭୋକ ହେଉନଥିଲେ ସକାଳୁ ଖାଲି ପେଟରେ ବେଲପତ୍ର ଏବଂ ଗୋଲମରିଚ ଖାଇଲେ ଭୋକ ଲାଗିଥାଏ। ଶରୀରରେ କ୍ୟାଲସିୟମର ଅଭାବ ହେଉଥିଲେ ପ୍ରତିଦିନ ଗୋଟିଏ କଦଳୀ ଖାଆନ୍ତୁ। ଖାଦ୍ୟ ଖାଇସାରିବା ପରେ ପାନ ମଧୁରୀ ଖାଇଲେ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ।